ଚାକିରି କରେଇଦେବ କହି ଟଙ୍କା ନେଲା, ହେଲେ ଚାକିରି ଦେବା ବଦଳରେ ସବୁ ଟଙ୍କା ହଡ଼ପ କରିଦେଲା। ବିଦେଶରେ ଚାକିରି କରେଇଦେବ କହୁଥିଲା, ହେଲେ ଶେଷରେ ଟଙ୍କା ନେଇ ଚିତା କାଟିଦେଲା। ଦର୍ଶକ ବନ୍ଧୁ, ଥରେ ନଜର ପକାନ୍ତୁ ଏ ଭିଡ଼ିଓ ଉପରେ। କିପରି ପୁଳା ପୁଳା ହେଇ ଗଦା ହେଇ ପଡ଼ିଛି ଲୋକଙ୍କ ପାସପୋର୍ଟ ଆଉ ଭିଜା। ବିଦେଶରେ ଯାଇ ଚାକିରି କରିବା ଆଶାରେ ଏହି ଲୋକମାନେ ଦଲାଲ ହାତକୁ ଟଙ୍କା ବଢ଼େଇ ଦେଇଥିଲେ, କିନ୍ତୁ ଏବେ ସେହି ଦଲାଲ ତାଙ୍କୁ ଚାକିରି ଦେବା ବଦଳରେ ତାଙ୍କ ଟଙ୍କା ନେଇ କୁଆଡ଼େ ଫେରାର ହୋଇଯାଇଛି। ଅନେକ ଦିନରୁ ଚାକିରି କରିବାର ଆଶା କରି ବସିଥିବା ଏହି ଲୋକମାନେ ଏବେ ଠକେଇର ଶିକାର ହୋଇ ଦିନରେ ତାରା ଗଣୁଛନ୍ତି। ହଁ ଆଜ୍ଞା, ଏଇ କିଛି ଦିନ ତଳେ ଜଣେ ବ୍ୟକ୍ତି ଆସି କିଛି ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବାର ଲୋଭ ଦେଖାଇଥିଲେ, ଆଉ ବିଦେଶ ଯିବା ପାଇଁ ଦରକାର ପଡ଼ୁଥିବା ସେହି ଭିଜା ଆଉ ପାସପୋର୍ଟ ତିଆରି କରାଇବାକୁ କହି ସେମାନଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଦେଇଥିଲେ। କିନ୍ତୁ ଚାକିରି ଦେବା ବଦଳରେ ଟୁରିଷ୍ଟ ପାସପୋର୍ଟ ଧରାଇ କେଉଁଆଡ଼େ ଫେରାର ହୋଇଯାଇଥିଲେ। ହଁ ଆଜ୍ଞା, କେନିଆର ଚାକିରି ଦେବା ନାଁରେ ଟୁରିଷ୍ଟ ଭିସା ପ୍ରସ୍ତୁତ କରିଥିଲେ, ଆଉ ସେ ପୁଣି ଗୋଟେ କି ଦୁଇଟି ନୁହେଁ, ଏକା ସାଙ୍ଗରେ ବୟାଁ ଲବେଟି ପାସପୋର୍ଟ ଜବତ ହୋଇଛି। ଏହା ସହ CH ମୋହନ ରେଡ୍ଡୀଙ୍କ ସମେତ 3 ଜଣ ବ୍ୟକ୍ତି ଗିରଫ ହୋଇଥିବା ଦେଖିବାକୁ ମିଳିଛି। 20 ଜଣଙ୍କଠାରୁ 25,000 ଲେଖାଏଁ ସଂଗ୍ରହ କରିବା ସହ 10 ଦିନ ଭିତରେ ଅଫର ଲେଟର ଦେବେ ବୋଲି କହିଥିଲେ ସେହି ଲୁଟେରାମାନେ, କିନ୍ତୁ ପରେ ଟୁରିଷ୍ଟ ଭିସା ଦେଇ ଟଙ୍କା ଧରି ଫେରାର ହୋଇଯାଇଥିଲେ। ପ୍ରଥମେ କେନିଆର ଚାକିରି ଦେବା ପାଇଁ ଟଙ୍କା ସଂଗ୍ରହ କରିଥିଲେ, ହେଲେ ଚାକିରି ତ ଦୂରର କଥା, ଟୁରିଷ୍ଟ ଭିସା ଧରି ଟଙ୍କା ନେଇ ଚାଲି ଯାଇଥିଲେ, ଯାହାକୁ ନେଇ ପରେ ଥାନାରେ ଅଭିଯୋଗ କରିଥିଲେ ଠକେଇରେ ଶିକାର ହୋଇଥିବା ସେହି ଯୁବକମାନେ। ତେବେ ଏ ଘଟଣା ଗଞ୍ଜାମର ବ୍ରହ୍ମପୁର ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରି 92 ପାସପୋର୍ଟ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି। 5 ତାରିଖ ଫେବ୍ରୁଆରୀ 5 ତାରିଖରେ ଗୋଟେ ରିପୋର୍ଟ ଆସିଥିଲା। କାଲି କୋର୍ଟରୁ ଜଣେ ବ୍ୟକ୍ତି ତା ସାଙ୍ଗରେ ଆଉ କିଛି ଲୋକ ତାଙ୍କର ସାଙ୍ଗମାନେ ମିଶିକି ରିପୋର୍ଟ କରୁଥିଲେ ଏମାନେ ଜଣକୁ ଯେ ଗୋଲନ୍ତରା ଏରିଆରେ ଜଣେ, ତା ସାଙ୍ଗରେ ଆଉ ଗୋଟେ ଆନ୍ଧ୍ରାରୁ ଜଣେ ବିଶାଖାପାଟଣା ଏରିଆରେ ଜଣକୁ ଚାକିରି ପାଇଁ ତାଙ୍କର ନିଜ ପାସପୋର୍ଟ ଆଉ ଟଙ୍କା ମଧ୍ୟ ପାଖାପାଖି 10 ଲକ୍ଷ ଦେଇଛନ୍ତି। ଆଉ ପାସପୋର୍ଟ ମଧ୍ୟ 92 ପାସପୋର୍ଟ ବିଭିନ୍ନ ଲୋକଙ୍କୁ କଲେକ୍ଟ କରିକି ଆମେ ଦେଇଛୁ, କିନ୍ତୁ ପାସପୋର୍ଟ ପାଇଲା ପରେ ଟଙ୍କା ବି ପାଇଲା ପରେ ସେମାନେ ଆମକୁ ଯେଉଁ ଭିସା କରିବାର ଅଛି ସେଇଟା କରିନାହିଁ, ଆଉ ଯେଉଁ କମ୍ପାନୀରୁ ଆମକୁ ଚାକିରି ଆପଏଣ୍ଟମେଣ୍ଟ ଅର୍ଡ଼ର କରିବାର ଅଛି ସେ ଯେଉଁଟା ଦେଇଛନ୍ତି ସେଇଟା ଆମକୁ ଫେକ୍ ଭଳିଆ ଲାଗୁଛି ବୋଲି ଆମକୁ ରିପୋର୍ଟ କରିଥିଲେ। ସେ ଅଭିଯୋଗରେ IIC ଗୋସାଣନଗାଁ FIR ରେଜିଷ୍ଟର କଲେ। सब इन्स्पेक्टर प्रतिभास सेटा इन्वेस्टिगेशन कले। इन्वेस्टिगेशन आमको आम जानीपारू से जो कहते से सब घटना सत्य आउ जे पासपोर्ट गुड़ा विशाखापटना रे जड़े रखी बोली आम खबर पाइलु। से बेसीस आम टीम जाइतिला, सेठी 3 लोक आम टोटल अरेस्ट करी वर्तमान सुधा। गंजामरू जगन्नाथ साहू रिपोर्ट A1 ओडिया।